कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ओम नमो भगवते वासुदेवाय। हरि ओम। प्रिय सज्जन मंडली, पूर्व भिडियो रे आमे पाठ करथिले अतिबड़ी जगन्नाथ दास को प्रणीत श्रीमद् भागवत महापुराण प्रथम स्कंध पंचदश अध्याय। आज आसंतु आमे पाठ करिबा षोडश अध्याय। कली रे खिन्न धरा धर्म गोबेशे कथोपकथन करन्ते तहि परीक्षित आगम षोडश वृत्तान्त। सुत उवाच स्वभावे अभिमन्युसुत अति विक्रमी परीक्षित ब्राह्मण वाक्ये जन्म काले सम्भवी हस्तिनामण्डले राज्य आवरी महातेजे विप्रवचन गुण भोजे विराट सुत सुता थिला स्नेह से परीक्षित देला कुमार जन्मे जय आदि सकल गुणे से प्रसिद्धि आनंदे राजा परीक्षित यज्ञे बोरिला पुरोहित गंगार तीरे वेद सिद्ध साधिला तिनि अश्वमेध दक्षिणा देला मन भरी दिग्विजय विजय करी कली जुग को एक दिने देखिला बेल बसाने से शूद्र जाति नृप सजे लौह मूषल धरी भुजे अग्रे गो मिथुन कुथोई हुंकारे पाद प्रहारई ताहाकु देखि नृपमणि तक्षणे भुज धरि आणी बंधन कला बाहुबले से वीर बनी मंडले हेमंते सुत मुखु शुणी सोनक आदि जेते मुनि आनंदे होई कृतकृत्य कहन्ति शुण मुनि सुत। शौनक उवाच केवणे हेतु परीक्षित दिग विजय उपगत कलिकी धरि बाहुबले बंधन कला किंपा छले स्वभावे शूद्र रूप धरि कपटे नृप वेश करी पादरे प्रहारे काहाकु भसुत कहिबा आम्भंकु जे कृष्ण कथा शुभवाणी ए जीवतरे जहा शुणी शरीर बही मोह कल्पे कि लाभ असत आलापे आयुष दिनु दिन तुटे जल जेसने छिद्र घटे क्षुद्र आयुष प्राणीकर अमृतदाता चक्रधर एथु प्राणीक नाश अर्थे मृत्यु पुरुष ए जगते से नहे काहारी आयत करई क्षणे क्षणे ग्रस्त
ଯାବତ ଯମ ଏହିଠାରେ ମୃତ୍ୟୁ ନହିବ ମର୍ତ୍ତ୍ୟପୁରେ। ହରି କଥାର କାଳ ଏହି ମୁନି କହ ତୁ ଦୟା ବହି। ସେ ମୃତ୍ୟୁ ମୁକ୍ଷୁ ନିସ୍ତାରଣ କେବଳ ଶ୍ରୀକୃଷ୍ଣ ଶରଣ। ହରିଚରିତ ସୁଧା ପାନେ ଅମୃତ ପିହିତ ବଚନେ। ଦିନ ହରନ୍ତି ଦୁଃଖ ସୁଖେ ତାହାଙ୍କୁ ନାରାୟଣ ରଖେ। ସ୍ୱଭାବେ ମନ୍ଦ ବୁଦ୍ଧି ପ୍ରାଣୀ ନିଜ ଆୟୁଷନ ପ୍ରମାଣୀ। ନିରତେ ମନ୍ଦ କର୍ମ କରେ ତାର ଆୟୁଷ ଏ ସଂସାରେ। ରାତ୍ରିରେ ନିଦ୍ରା ଅର୍ଦ୍ଧହରେ ଦିବସ ବ୍ୟର୍ଥ କର୍ମେ ସରେ। ଏମନ୍ତେ ମୁନିଙ୍କ ପ୍ରସନେ ସୁତ କହନ୍ତି ତୋଷମନେ। ସୁତ ଉବାଚ ସେ ରାଜ ଋଷି ଯେତେବେଳେ ବସିଲେ ହସ୍ତିନା ମଣ୍ଡଳେ। ବିଶେଷେ ଅର୍ଜୁନର ନାତି ରାଜାଙ୍କ ମଧ୍ୟ ଚକ୍ରବର୍ତ୍ତୀ। କଳି ପ୍ରବେଶ କଥା ଶୁଣି ଦିଗବିଜୟେ ନୃପମଣି। ତାର ସଙ୍ଗତେ ନୃପବରେ ସମର୍ଥ ନୁହନ୍ତି ସମରେ। ଉତ୍ତମ ରଥ ସଜ କରି ରଥେ ଯୋଚିଲା ଅଶ୍ୱଚାରୀ। ଶ୍ୟାମ ତୁରଙ୍ଗ ମନୋଜ ବସେ କେ କହୁ ଅଶ୍ୱଙ୍କ ପ୍ରଭାବ। ଅଶ୍ୱଭୂଷିତ ଅଳଙ୍କାର ଯେନେ ଉଦିତ ଦିବାକର। ରଥ ଉପରେ ସିଂହଧ୍ୱଜ ପୁରୁବାର ମହାରାଜ। ଆବୃତ ଚତୁରଙ୍ଗ ବଳେ କେତାକୁ ସମ ମହିତଳେ। ଦିଗବିଜୟେ ବିଜେ କଲା ଚଳନ୍ତେ ଅବନୀ କମ୍ପିଲା। ମିଳେ ଉତ୍ତର କୁରୁ ଦେଶେ ସର୍ବନୃପତି ତାର ବେଶେ। ଭଦ୍ରାଶ୍ୱ କେତୁମାଳ ଜିଣି ଭାରତ ବର୍ଷ ନୃପମଣି। ବରଷ କିଂ ପୁରୁଷ ଆଦି ଜିଣିଲା ସକଳ ସମ୍ପାଦି। ସର୍ବନୃପତି ତା ଚରଣେ ଧନେ ଖଟିଲେ ଦାସପଣେ। କେତେ ହେ ଲୋକ ତାର ଆଗେ କୃଷ୍ଣ ଚରିତ କଥା ରଙ୍ଗେ। ଆତ୍ମାକୁ ରଖିଲେ ଯେ ମନ୍ତେ ଦ୍ରୋଣକୁ ମର ଶସ୍ତ୍ରଘାତେ। ଭୂଷ୍ଣୀ ପାଣ୍ଡବ ବନ୍ଧୁପଣେ ଭକତି କୃଷ୍ଣର ଚରଣେ। ପୂର୍ବପୁରୁଷଙ୍କର ବାଣୀ ତୋଷ ତାହାଙ୍କ ମୁଖ ଶୁଣି। ସନ୍ତୋଷ ହେଲେ ନୃପମଣି ଉତ୍ତମ ଧନ ବସ୍ତ୍ର ଆଣି। ତାଙ୍କୁ ଦେଲେ ପୁରସ୍କାର ରତ୍ନ କଙ୍କଣ ମଣିହାର। ପାଣ୍ଡବ ତୁଲେ ଯେତେ ଭାବ ସଂସାରେ ସାଧିଲେ ମାଧବ। ରଣେ ସାରଥି ପଣେ ରଥେ ଯେ ବନବାସ ଘର ପଥେ। ଦୁଃଖ ଉଦ୍ଧାରି ସଖା ପଣେ ହସ୍ତିନା ଗଲେ ଦୂତ ପଣେ। ଆସନ ଶୟନ ଭଜନେ ସ୍ତୁତି ବଚନେ ବନ୍ଧୁ ପଣେ। ଏ ଆଦି ଯେତେ କର୍ମ କରି ପାଣ୍ଡବ ସଙ୍ଗତେ ବିହରି। ସେ ଭାବ ଘେନି ଦୃଢ଼ ଚିତ୍ତେ ଭଜିଲା କୃଷ୍ଣ ପାଦ ଗତେ। ପୂର୍ବପୁରୁଷଙ୍କର ଧର୍ମ ସାଧିଲା ଅନୁଦିନେ କର୍ମ। ଯା ପୁଣି ଦିନେ ଆଚମ୍ବିତେ ଘଟିଲା ଶୁଣ ଶୁଦ୍ଧ ଚିତ୍ତେ। ଧର୍ମ ଯେ ଏକ ପାଦ ବହି ଦିନେ ସେ ବୃଷ ରୂପ ହୋଇ। ଭୂମିକି ଦେଖି ଧେନୁ ରୂପେ ବିଶ୍ୱାସେ ମିଳିଲା ସମୀପେ। ସେ ଧେନୁ ଅତି ଦୁଃଖେ ଦୁଃଖୀ ଅଧୋବଦନେ ଅଶ୍ରୁମୁଖୀ। କାନ୍ଦଇ ତେଜହୀନ ହୋଇ ବର୍ଷା ବିହୁନେ ଯେନେ ଗାଇ। ତାର ବଦନ ଚାହିଁ ଧୀରେ ଧର୍ମ ପୁଛଇ ପ୍ରିୟ ଭରେ। ବହୁ ବସୁନ୍ଧରୀ ସତ୍ୟ କହ ତୋର ବିଷୟ ମୋ ସନ୍ଦେହ। ତୋର ଶରୀରେ କିବା ବ୍ୟାଧି ଅନ୍ତର ବାହାରେ ଆଚ୍ଛାଦି। ବିରସ ବଦନ ତୋହର ଯେ ମୁଖ ସ୍ୱଭାବେ ସୁନ୍ଦର। କିବା ତନୟ ତୋର ମଲା ସ୍ୱାମୀ ବାଦୁରେ ପ୍ରବାସିଲା। କିବା ତୋହର ମନ ବ୍ୟଥା କି ନଷ୍ଟ ଧନେ ତୋର ଚିନ୍ତା। একই পাদ দেখি মতে দয়া বসিলা কিবা চিতে। কিবা এ ঘর কଳି কাଳେ ଶୂଦ୍ରେ ଭୁଞ୍ଜିବେ ତୋତେ ବଳେ।
କିବା ଦେବଙ୍କ ପ୍ରୀତି ଛଳେ ଯଜ୍ଞ ନହିଲା ମହି ତଳେ। ତେଣୁ ବା ଇନ୍ଦ୍ର ନ ବର୍ଷିଲେ ଏଣୁ ବା ପ୍ରଜା ନାଶ ଗଲେ। କିବା ପୁରୁଷେ ନିଜ ନାରୀ ଉପେକ୍ଷୀ ପରଦାର କରି। କିବା ବାଳକେ ପିତା ମାତା ଛାଡ଼ିବେ ତେଣୁ ତୋର ଚିନ୍ତା। କିବା ବ୍ରାହ୍ମଣେ ବେଦବାଣୀ ସାଧିବେ ନିଚ କୂଳେ ଆଣି। କିହି ନକ୍ଷତ୍ର ବନ୍ଧୁ ରାଜା କଳି ପୀଡ଼ିତ ଜନ ପ୍ରଜା। ନିଜ ଭୁବନ ଛାଡ଼ି ଜନେ ପଶିବେ ଦୁର୍ଗମ ବିପିନେ। ପ୍ରାଣୀ ନ ମଣି ସ୍ଥାନ ଆସନ ଶୟନ ଭୋଜନ। କରିବେ ପର ପାକିମତି ପର ଯୁବତୀ ସଙ୍ଗେ ରତି। କିବା ତୋହର ଗୁରୁ ଭାଇ ଖଣ୍ଡିଲା କୃଷ୍ଣ ଅବତାର। କିବା ତୋହର ଗୁରୁ ଭାର ଖଣ୍ଡିଲା କୃଷ୍ଣ ଅବତାର। ତାର ଚରଣ ତ ଉପର ଯେହ୍ନେ ଭୂଷିତ ଅଳଙ୍କାର। ତାର ଚରିତ ଗୁଣ ଲୀଳା କିବା ତମନ ସୁମରିଲା। ତାର ବିଯୋଗେ ତୋର ଚିତ ଚିନ୍ତା ସାଗରେ ମହଗତ। ଏ ଆଦି ଯେତେ ଚିନ୍ତା ଭାର କହତ ଭୀମ ନବେ ଭାର। ଦେବେ ପୂଜନ୍ତି ତତେ ଭଲେ ଏବେ ଅବଜ୍ଞା କିବା କଲେ। କାଳ ବା ତୋର ଶୁଭ ହରି ଏଣୁ ଦିଶିଲୁ ହତଶିରି। ଧର୍ମ ବୃଷଭ ବାକ୍ୟ ଶୁଣି ବିନୟ କହଇ ଧରଣୀ। ଧରଣୀ ବାଚ ଭୋ ବୃଷ ଯେତେ ପ୍ରଶ୍ନ ତୋର। ଏ ତୋତେ ନହେ ଓ ଗୋଚର। ତୋହର ଚତୁର ଚରଣ ପ୍ରାଣୀଙ୍କ ସୁଖର କାରଣ। ସତ୍ୟ ଶୌଚ ଦୟା କ୍ଷାନ୍ତି ତ୍ୟାଗ ସନ୍ତୋଷରୁ ଯୌବୃତ୍ତି। ତପ ସମତା ସମଦମ ତିତିକ୍ଷା ଲାଭେ ଉଦାସୀନ। ଜ୍ଞାନ ବୈରାଗ୍ୟ ଐଶ୍ୱର୍ଯ୍ୟ ସ୍ୱାତନ୍ତ୍ର୍ୟ ତେଜ ସ୍ମୃତି ଶୌର୍ଯ୍ୟ। ଧୈର୍ଯ୍ୟ କୌଶଳ ମୃଦୁ ଭାବ କାନ୍ତି ବାଗ୍ମିତା ସୁସ୍ୱଭାବ। ବିନୟ ସହଜ ବଳ ସ୍ଥୈର୍ଯ୍ୟ ଗାମ୍ଭୀର୍ଯ୍ୟ ଏ ସକଳ। କୀର୍ତ୍ତିମାନ ଅନହଙ୍କାର ଏ ସର୍ବ ଯାହାର ଶରୀର। ଏ ଆଦି ଅନ୍ୟ ଧର୍ମ ଯେତେ কর্ম সাধন এ জগতে মহত জন আচরণ আত্মার পরম কারণ এ সর্বগুণ সৌভাগে কমিলে গোবিন্দর সঙ্গে পড়িলা কলি দৃষ্টিপাত তেণু শোচনা মর চিত মু এবে আত্মা কুসুমরি এ সর্বগুণ মনে ধরি তোর চরণ ভগ্ন দেখি কান্দই হই অতি দুঃখী দেবতা ঋষি পিতৃগণ যে বর্ণাশ্রম আচরণ এ সর্বধর্ম গলা দূর মতে ছাড়িলে চক্রধর ব্রহ্মাদি দেবদেবী যেতে নিশ্চলে মোহর সহিতে যার অপাঙ্গে মোক্ষ শিরি লভিবু বলি আশা করি
କଠୋର ତପସ୍ୟା ଧୀବନେ ପ୍ରସନ୍ନ ଯାହାର ଚରଣେ ସେ ଲକ୍ଷ୍ମୀ ତେଜି ପଦ୍ମବନ ଯାର ହୃଦୟ ଲଭିସ୍ଥାନ ସ୍ୱସ୍ଥାନେ ନ ଲାଗି ତା ମନ ଯାର ଚରଣେ ନିତ୍ୟ ଧ୍ୟାନ କରି ବଞ୍ଚଇ ସର୍ବବେଳା ସେ ହରି ନିଜ ପୁରେ ଗଲା ତାର ଚରଣ ଚିହ୍ନ ଯେତେ ଧ୍ୱଜ ଅଙ୍କୁଶ ମୋର ଗାତ୍ରେ ସେବେ ସେ ଅଳଙ୍କୃତ ହୋଇ ସୁଧ ସୁନ୍ଦର ବିରାଜଇ ଯେଣୁ ଛାଡ଼ିଲେ ମତେ ହରି ତେଣୁ ଦିଶଇ ହତଶିରି ଅସୁର ଅକ୍ଷହିଣୀ ଭାର ଉଶ୍ୱାସ କଲା ଯେ ମୋହର ତତେ ସ୍ଥାପିଲା ଯେ ସଂସାରେ ଅଶେଷ ଜନ ଉପକାରେ ଯାଦବ ବଂଶ ହିତ କରି ଅଶେଷ ଅନଙ୍ଗ ଯାଦବ ବଂଶ ହିତ କର ଅଶେଷ ଅନଙ୍ଗ ସୁନ୍ଦର ଏ ତିନି ଲୋକ ମନ ମୋହେ ଶ୍ୟାମ ସୁନ୍ଦର ନିଜ ଦେହେ ସେ ରୂପ ହୋଇଲା ଅନ୍ତର ତେଣୁ ବିବର୍ଣ୍ଣ ରୂପ ମୋର କଥନ ମନୋହର ସ୍ମିତେ ପ୍ରେମ ବୋଲୋକ ବହୁ ମତେ ଦ୍ୱାରକାପୁର ନାରୀଙ୍କର ଯେ ମାନ ହରେ ନିରନ୍ତର ଯାର ଚରଣ ରେଣୁ ଲାଗି ତୁଣ ଛଳେ ମୁଁ ଫୁଲଙ୍କାଙ୍ଗୀ ତାର ବିଯୋଗ କେବା ସହି ପାରଇ ଲୋକେ ଦେହ ବହି ସୁତ ବାଚ ଏମନ୍ତେ କହୁ କହୁ ବାଣୀ ଧର୍ମର ସଙ୍ଗତେ ଧରିଣୀ ସେ ପରୀକ୍ଷିତ ଦଣ୍ଡଧାରୀ ଦିଗ ବିଜୟ କର୍ମସାରୀ ଧର୍ମ ଧରିଣ ସଙ୍ଗ ମେଳେ ମିଳିଲେ ସରସ୍ୱତୀ କୂଳେ ବୋଲଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଦେ ଭାଗବତ ତରଣେ ଭବ ସିନ୍ଧୁ ବେଳା ଗୀତ ପ୍ରବନ୍ଧେ ପ୍ରକାଶିଲା ପରୀକ୍ଷ ଦିଗ ବିଜେ ବାଣୀ ସୃଜନେ ତୋର ଏହା ଶୁଣି ପରୀକ୍ଷ ଦିଗ ବିଜେ ବାଣୀ ସୃଜନେ ତୋର ଏହା ଶୁଣି ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ପୃଥ୍ୱୀଧର୍ମ ସମ୍ବାଦୋ ନାମ ଷୋଡ଼ଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓମ୍।